ହ୍ୟାଲୋ ଭାଇ ସାଙ୍ଗମାନେ, ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ମୁଁ ଏବେ ଡ୍ୟୁଟିରୁ ଆସି ଆମ ନିଆଳିରେ ପହଞ୍ଚିଗଲି। ଚାଲନ୍ତୁ ମୁଁ ଆଜି ଆପଣଙ୍କୁ ଦେଖେଇବି ଗୋଟେ ବଢ଼ିଆ ଜିନିଷଟେ, ମାନେ ଖାଇବା ଜିନିଷଟେ, ଦେହ ପାଇଁ ବହୁତ ହେଲ୍ଦି। ସେଇଟା ଗଜାମୁଗ ବୁଟର ଗୋଟେ ବଢ଼ିଆ ଆଇଟମ୍ଟେ। ଏଇ ଯେଉଁ ଭାଇନାଙ୍କ ଦୋକାନ ନା, ମୁଁ ଆଙ୍କ ପାଖରେ 9 ବର୍ଷ ତଳେ, 7-8 ବର୍ଷ ତଳେ ସବୁବେଳେ ଡେଲି ଡ୍ୟୁଟିରୁ ଫେରିଲା ବେଳେ ଖାଇକି ଯାଏ ଘରକୁ ଗଲାବେଳେ। ସେ ଭାଇନା ମୋତେ ଦେଖି ଭାରି ଖୁସି। ସେ କ'ଣ କହୁଛନ୍ତି କହିଲେ, ତାଙ୍କ ପାଖରେ ଥିବା ଯେଉଁ ଲସି ଦୋକାନ ନା, ସେ ଭାଇନାଙ୍କୁ କହୁଛନ୍ତି କି ଭାଇନା ଏ ଝିଅକୁ ଚିହ୍ନି ପାରୁଛ? ସେ କହୁଛନ୍ତି ନାଇଁ ମୁଁ ଜାଣିପାରୁନି। ନା କ'ଣ ଜାଣିପାରୁନ ବା? ଯେତେବେଳେ ଆମ ନିଆଳି ଅଧିରାଜ ସାଙ୍ଗ ପାଖରେ ଝିଅ ଥିଲା, ଆମ ପାଖକୁ ଡେଲି ଆସେନି ଖାଇବା ପାଇଁ, ମୋ ପାଖରେ ଗଜାମୁଗ ବୁଟ ଖାଏ ଆଉ ତମ ପାଖରୁ ଲସି ପିଏନି। ସେ ଭାଇନା କହୁଛନ୍ତି ଓହୋ ସେ ଝିଅ ଇଏ। ହଁ ସେ ଝିଅ। ତାପରେ ସେ ଭାଇନା ଚିହ୍ନି ପାରିଲେ। ଦେଖନ୍ତୁ ଆଜି ସେ କେମିତି ବନଉଛନ୍ତି ଏଇ ଆଇଟମ୍ଟା ମୁଁ ଆପଣଙ୍କୁ ଦେଖେଇବି। ଇଏ ତ ଆଉ ଜଣେ ଭାଇଙ୍କର ପାର୍ସଲ୍ ଥିଲା। ମୁଁ ମୋ ମାନେ ମୋତେ ଯେଉଁଟା ସେ ଦେବେ ତିଆରି କରିକି, ସେତେବେଳେ ମୁଁ ଆପଣଙ୍କୁ ଷ୍ଟାର୍ଟିଂରୁ ଦେଖେଇବି। ସାଙ୍ଗମାନେ, ମୋ ଦେହ ଟିକେ ଭଲ ନାହିଁ, ସେଥିପାଇଁ ଭଏସ୍ଟା ଆପଣଙ୍କୁ ଏମିତି ଶୁଣାଯାଉଛି, ତ ଟିକେ ଆଡ଼ଜଷ୍ଟ କରିବେ ଆଉ। ଭାଇନା 5 ଟଙ୍କାରେ, ଆଗରୁ ମୁଁ ଯେତେବେଳେ ଖାଉଥିଲି 7-8 ବର୍ଷ ତଳର କଥା କହୁଛି, 5 ଟଙ୍କାରେ ଡେଲି ଖାଏ। ଏବେ ତ ସବୁ ଜିନିଷର ରେଟ୍ ବଢ଼ିଗଲାଣି। ସେ ଏବେ ବି 5 ଟଙ୍କାରେ ଦେଉଛନ୍ତି, ହେଲେ ବି 10 ଟଙ୍କାରେ ହେଲେ ଟିକେ ପେଟ ପୁରିବ। ଦେଖନ୍ତୁ ଏବେ ସେ ଷ୍ଟାର୍ଟ କରିବେ। ଫାଷ୍ଟ ମଟର ପକାଇଲେ, ତାପରେ ବୁଟ ପକାଇଲେ, ଏସବୁ ସିଝା ମୁଗ, ଗଜା ବୁଟ, କାକୁଡ଼ି, ଗାଜର, ପିଆଜ, ଧନିଆ ପତ୍ର, କଟା ଲଙ୍କା, ଶୁଖିଲା ଲଙ୍କା ଗୁଣ୍ଡ, ତାପରେ ସେଠି ବୋଧେ ବିଟ୍ ଲୁଣ, ଏଇଟା ଧନିଆ ଚଟଣି ଟିକେ ପକାଇଲେ। ତାପରେ ତାକୁ ଏଇନା ମିକ୍ସ କରିଦେବେ। ବଢ଼ିଆ ଲାଗେ ସାଙ୍ଗମାନେ। ଆପଣମାନେ ଆପଣଙ୍କ ମାର୍କେଟରେ ଏମିତି ମିଳେ କି କେଉଁଠି ମିଳେ କେବେ ଖାଇଛନ୍ତି କି ନାହିଁ? ଏଇଟା ଆମ ନିଆଳି ମାର୍କେଟରେ ଏଇ ଭାଇନା ବହୁତ ବର୍ଷ ହେଲାଣି ଦେଲେଣି, 10-12 ବର୍ଷ କି ତାଠୁ ଅଧିକ ହେଇଥିବ ବୋଧେ, ମୁଁ ଜାଣିନଥିବି। କିନ୍ତୁ ବଢ଼ିଆ ଟେଷ୍ଟ ବନାନ୍ତି। ମୋ ହାତକୁ ଏବେ ଦେଇଦେଲେ, ଦେଖନ୍ତୁ ତ ସେ କେତେ ସୁନ୍ଦର ଦେଖାଯାଉଛି। ମୋତେ କହିଲେ ଏଇଠି ବସିଯାଉ ଝିଅ, ଖାଇବ ବସିକି। ମୁଁ ଛିଡ଼ା ହେଇକି ଖାଉଛି। ବହୁତ ବଢ଼ିଆ ଟେଷ୍ଟ ହେଇଥିଲା। ଆପଣମାନେ ବି ଥରେ ଆମ ନିଆଳି ଆସୁନାହାନ୍ତି ସାଙ୍ଗମାନେ, ନହେଲେ ନିଆଳିରୁ ବି ଯେଉଁମାନେ ଅଛନ୍ତି, ଯେଉଁମାନେ ଏଇଟା ଖାଇନାହାନ୍ତି, ଥରେ ଏଇଟା ଟେଷ୍ଟ କରନ୍ତୁ, ଦେଖିବେ କେମିତି ଭାଇନା ବଢ଼ିଆ ଟେଷ୍ଟ ବି ବନାନ୍ତି। ରହିଲି ସାଙ୍ଗ।